ଆଜି ଦିନ ହେଉଛି ସୌର ଉପାସକ ମାନଙ୍କର ଆଦ୍ୟ ଦିବସ ବା ଉପାସନାର ପର୍ବ। ରୌଦ୍ର ତାପର ପ୍ରଚଣ୍ଡ ପ୍ରକୋପ ସକାଶେ ବୃନ୍ଦାବତୀ ଉପରେ ଛାମୁଡିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣା କରି ସୂକ୍ଷ୍ମ ଧାରାରେ ଜଳଦାନ କରାଯାଏ। ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷ ଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ନାମ ଜଳ ସଂକ୍ରାନ୍ତି ବୋଲି କହିଥାନ୍ତି। ପ୍ରତ୍ୟେକ ଓଡ଼ିଆ ଘରେ ଛତୁଆ, ଦହି, ଗୁଡ଼, କଦଳୀ, ନଡ଼ିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ଏହି ଦିନ ପବିତ୍ର ଝାମୁ ବ୍ରତର ମଧ୍ୟ ଉଦ୍ଯାପନ କରାଯାଏ। ବ୍ରତ ଉଦ୍ଯାପନ ଦିନ ବ୍ରତଧାରୀ କଣ୍ଟା ଓ ଜଳନ୍ତା ଅଗ୍ନିରେ ଚାଲନ୍ତି। ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ। ଏହାକୁ ଝାମୁ ବା ପାଟୁଆ ଯାତ୍ରା ବୋଲି କହନ୍ତି। ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷାଦାନ କରିଥାନ୍ତି। ବେଲପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗପଣା ସେବନ ମଧ୍ୟ କରାଯାଇଥାଏ। ଚଣ୍ଡୀ, ସାରଳା, ମଙ୍ଗଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁଜାତ ପାଳନ କରାଯାଏ। ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ କାଠ ଘୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ମଧ୍ୟ ପ୍ରଥା ରହିଛି। ଦକ୍ଷିଣ ଓଡ଼ିଶାର ମାସାଧିକ କାଳ ଧରି ଚାଲିଥିବା ଦଣ୍ଡନାଟର ଅନ୍ତ ଭାବେ ଏହି ଦିନ ମେରୁଜାତ ପାଳନ କରାଯାଏ। ଲୋକେ ବେଲପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି। ଉତ୍ତର ଓଡ଼ିଶାର ଏହି ଦିନକୁ ଚଡ଼କ ପର୍ବ ନାମରେ ପାଳନ କରାଯାଏ। ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏହି ସଂକ୍ରାନ୍ତି ହନୁମାନ ଜୟନ୍ତୀଙ୍କ ଠାରୁ ଆରମ୍ଭ ହେଉଛି। ଏହି ମହାବିଶ୍ୱ ସଂକ୍ରାନ୍ତି ଜଳଛତ୍ର ଦାନ ଅନନ୍ତ ଉପାସ ସେବା ସଂଘ ତରଫରୁ 2 ମାସ ଧରି ଆରମ୍ଭ ହୁଏ। ସଂକ୍ରାନ୍ତିରେ ରଜ ସଂକ୍ରାନ୍ତିରେ ଶେଷ ହୁଏ ଓ ପହିଲି ରଜ ଦିନ ଏହି ଆନୁଷ୍ଠାନିକ ତରଫରୁ ରକ୍ତଦାନ ଶିବିରଟି ହୁଏ, ସେହି ଦିନ ଶେଷ ହୁଏ। ଆମେ ଅର୍ଥକୁ ଅନର୍ଥ କରୁଛନ୍ତି। ବିଧାୟକ ଆସିବ ବୋଲି କାହିଁ କହୁଛ? ଏଠି ରାଜନୈତିକକରଣ କରାଯାଇ ନାହିଁ। ସାଇ ପଡ଼ିଶା ହିସାବରେ ସମସ୍ତେ ଆମେ ଉନ୍ମୋଚନ କରିଛୁ। ପବିତ୍ର ମହାବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ, ଓଡ଼ିଆ ନୂଆବର୍ଷ। ପ୍ରଥମେ ଓଡ଼ିଆ ନୂଆବର୍ଷ ର ସମସ୍ତଙ୍କୁ, ସାରା ରାଜ୍ୟବାସୀଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଇବି। ପ୍ରଭୁ ଜଗନ୍ନାଥଙ୍କ ପାଖରେ ରାଜ୍ୟବାସୀଙ୍କର ଉତ୍ତର ମଙ୍ଗଳ କାମନା କରିବି। ଆଜି ନୂଆବର୍ଷରେ ଅନନ୍ତ ଗୋପାଳ ସେବାଶ୍ରମ ଭକ୍ତ ସମାଜ ଆଜି ସୁନ୍ଦର ଭାବରେ ପ୍ରତ୍ୟେକ ବର୍ଷ ପରି ଜଳଛତ୍ର ଦାନ କରି ଅନ୍ତତଃ ନିଜ ଭିତରେ ଯୋଉ ଏକତାକୁ ରଖୁଛନ୍ତି, ଆଜି ପୂଜ୍ୟ ବାବାଙ୍କ ଦ୍ୱାରା ତାହା ଜଳଛତ୍ର କେନ୍ଦ୍ରଟି ଉଦ୍ଘାଟନ କରାଯାଇଛି। କେବଳ ଏତିକି ରହିବ ବାର୍ତ୍ତା ସାରା ସମସ୍ତଙ୍କ ପାଇଁ। ଧାର୍ମିକ ଚେତନା, ଚିନ୍ତାଧାରା, ଓଡ଼ିଆର ବାସ୍ତବିକ ଯଦି ଦେଖିବା, ଓଡ଼ିଶାବାସୀଙ୍କର ଆଜି ଗୋଟିଏ ଦିନ ଗର୍ବ ଏବଂ ଗୌରବର ଦିନ। ଓଡ଼ିଆ ମାନଙ୍କ ପାଇଁ ଆଜି ହେଉଛି ପ୍ରକୃତରେ ନୂଆବର୍ଷ। ଏ ନୂଆବର୍ଷରେ ସମସ୍ତେ ଆସନ୍ତୁ ଏକ ହୋଇ ନିଜର ଚିନ୍ତାଧାରାକୁ ଠିକ ରଖି ସାମାଜିକ ଚିନ୍ତାଧାରା ଭିତରେ ସେବା ମନୋବୃତ୍ତି ନେଇ କାର୍ଯ୍ୟକ୍ରମ କରି ନିଜ ଭିତରେ ବନ୍ଧୁତା ଏକତା ରଖି ଗୋଟେ ସୁସ୍ଥ ସମାଜ ଗଠନ କରିବା ଦିଗରେ ପ୍ରଭୁ ମହାବୀରଙ୍କର ଆଶୀର୍ବାଦ ନେଇ ସମସ୍ତେ ଆଗକୁ ଯିବା, ଏହା ହିଁ ପ୍ରଭୁ ମହାବୀରଙ୍କ ପାଖରେ କାମନା। ଯୋଉ ଗ୍ରୀଷ୍ମ ପ୍ରବାହ ହଉଛି, ଯୋପରି ତାତି ବଢୁଛି, ଆମର କମିଟିର ସଦସ୍ୟମାନେ ପ୍ରତିବର୍ଷ ଭଳି ନିଷ୍ପତ୍ତି ନେଲେ ଯେଠି ଜନସାଧାରଣ ମାନେ ଖରାରେ ଯାଉଛନ୍ତି ତାଙ୍କୁ କିଛି ଉତ୍ସାହ ମେଣ୍ଟାଇବା ପାଇଁ ଜଳଛତ୍ର ଖୋଲିଛନ୍ତି। ଯେତେକ କଟକ ସହରରେ ଯୋଉମାନେ କି ଜଳଛତ୍ର ଖୋଲିଛନ୍ତି, ମୁଁ ତାଙ୍କୁ ବର୍ତ୍ତମାନ ସେ ଧନ୍ୟବାଦ ଦଉଛି। କିନ୍ତୁ ଦୁଃଖର ବିଷୟ ଯେ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ କୋଉଠି ଗୋଟେ ଜଳଛତ୍ର ଖୋଲା ଯାଇନି। ମାନେ ଜାଣିବା କଥା, ଆଉ 2 ମାସ ଜମା ଗ୍ରୀଷ୍ମ ପ୍ରବାହ, ସିଏମସି ହଉ, ୱାଟକୋ ହଉ, ଯୋଉ ଜାଗାରେ ଖୋଲିବା କଥା ବିଗତ ଦିନରେ ଏପର୍ଯ୍ୟନ୍ତ ଜଳଛତ୍ର ଖୋଲିନାହାନ୍ତି। ଲୋକଙ୍କର ଜଳର ମାନେ ଅସୁବିଧା ହଉଛନ୍ତି। ଯୋଉ ବାଟୋଇ ଘାଟି ଗଲାବେଳେ ପାଣିର ଯୋଉ ଅଭାବ, ଏଇଠି ଗୋଟେ